ମା ଆମେ ଆଲୋଚନା କରୁଛନ୍ତି ମାତୃରଚନାବଳୀ ଭାଗ 10 ଜ୍ଞାନ 103 ରୁ 107। ଆଜି ଆମେ ଆଲୋଚନା କରିବା ମାଙ୍କୁ ଯେତେବେଳେ ମାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସାଧାରଣ ଜୀବନକୁ ବଞ୍ଚିବା ଏବଂ ତଥାପି ମୁକ୍ତ ରହିପାରିବା କିପରି, ମା ସେଥିରେ କହିଲେ ସେଇଥି ସକାଶେ ଆଶ୍ରମର ସୃଷ୍ଟି ହେଇଥିଲା, ଯୋଉଠି କି ବାହ୍ୟ ଆବଶ୍ୟକତା ବାହ୍ୟ ଜୀବନର ଯୋଉ ବାହ୍ୟ ଆବଶ୍ୟକତା ରହୁଛି ତାହା ଯେପରି ଜଣଙ୍କୁ ଯଥେଷ୍ଟ ପରିମାଣରେ ଦିଆଯିବ, ଯାହା ଫଳରେ ସେଥିଲାଗି ସିଏ ଯୋଉ ଜୀବନ ତମାମ ପରିଶ୍ରମ କରି ଚାଲୁଥିଲା, ସେଥିପାଇଁ ବ୍ୟତିବ୍ୟସ୍ତ ହୋଇ ରହୁଥିଲା, ସବୁ ସମୟ ସେ ସେଇଥିରେ ନିୟୋଜିତ କରୁଥିଲା, ସେଥିରୁ ବର୍ତ୍ତମାନ ସେ ମୁକ୍ତ ହେଇ ଅ ପ୍ରକୃତ ମୁକ୍ତି ପାଇଁ ଚେଷ୍ଟା କରିବ ବା ସାଧନା କରିବ। ଏବଂ ତା ଭିତରେ ମା କହିଲେ ସାଧାରଣ କଣ ହୁଏ, ଅନ୍ତର ପ୍ରେରଣା ପ୍ରଥମେ ଆସିଥାଏ, ତାହା ଠିକ ଥାଏ, ତେଣୁ ତାକୁ ସନ୍ଦେହ କରିବା କଥା ନାହିଁ। ପ୍ରେରଣା ପ୍ରଥମେ ଆସିଥାଏ, କିନ୍ତୁ ତାପରେ କଣ ହୁଏ ନା ଆମ ଭିତରେ ଆଳସ୍ୟତା ଆସେ ଏବଂ ଆମେ ଶିଥିଳ ହେଇଯାଉ। ତେଣୁ ଆଳସ୍ୟ ଆସି କଣ କରେ, ଅଭିପ୍ସାର ସ୍ଥାନଟିକୁ ଗ୍ରହଣ କରିଦିଏ। ଏବଂ ତାପରେ କହିଲେ ଆମର ଅନ୍ତର୍ଗତ ଦୃଷ୍ଟିକୋଣକୁ ଧୀରେ ଧୀରେ ଅବିମିଶ୍ରିତ କରି ରଖିବା ଆମ ପାଇଁ କଷ୍ଟ ହେଇଯାଏ, ତା ଭିତରେ ମିଶ୍ରିତ ହେଇଯାଏ। ଆଉ ସେଇଠି ଗୋଟେ ବଡ କଥା କହିଥିଲେ, ଯଦି ଯଦି ମା କହିଲେ ଯେ ଶ୍ରୀରଙ୍ଗ କହୁଥିଲେ ଯଦି ମତେ କେବଳ 100 ଜଣ ବି ମିଳିଯାଇ ପାରିବେ ତାହା ହିଁ ଯଥେଷ୍ଟ ହେବ, ମାନେ ଏଇ ଯୋଉ ବିରାଟ କାର୍ଯ୍ୟ ରୂପାନ୍ତର କାର୍ଯ୍ୟ କରିବା ପାଇଁ। ମାଙ୍କୁ ସେ କହୁଛନ୍ତି ଆଉ ହଁ ମୁଁ ମଧ୍ୟ ଲକ୍ଷ୍ୟ କରିଛି ଯେ ଜାଗତିକ ବାହ୍ୟ ଅବସ୍ଥା ଗୁଡିକ ଅତ୍ୟନ୍ତ କଷ୍ଟକର ହୋଇ ରହିଥିବା ସମୟରେ ଅଭିପ୍ସା ଅନେକ ଅଧିକ ପରିମାଣରେ ପ୍ରଗାଢ ହୋଇ ରହିଥିଲା। ମା କହୁଛି ହଁ ସମ୍ପୂର୍ଣ୍ଣ ଠିକ କଥା। ସାଧାରଣ ଆମ ଜୀବନରେ ଯେତେବେଳେ ବାହ୍ୟ ଅବସ୍ଥା ଖରାପ ହୁଏ, କଷ୍ଟକର ହେଇଯାଏ, ସେତେବେଳେ ଆମେ ଭଗବାନଙ୍କୁ ଆହ୍ୱାନ କରନ୍ତି, ଭଗବାନଙ୍କୁ ମନେ ପକାନ୍ତି, ମାଙ୍କୁ ଡାକନ୍ତି। ସେଇ ସମୟରେ ପ୍ରାୟତଃ ଲୋକ ଡାକନ୍ତି। ତେଣୁ ସେ କହୁଛନ୍ତି ଯେତେବେଳେ ବାହ୍ୟ ଅବସ୍ଥା ଅତ୍ୟନ୍ତ କଷ୍ଟକର ଥିଲା ସେତେବେଳେ ଅଭିପ୍ସା ଆମର ପ୍ରଗାଢ ଥିଲା। ଏଇଟା ସାଧାରଣତଃ ହୁଏ। ଆଉ ଯେତେବେଳେ ଟିକେ ଅବସ୍ଥା ସୁଧୁରି ଯାଏ ସାଙ୍ଗେ ସାଙ୍ଗେ ଆମର ପ୍ରକୃତି ଆରମ୍ଭ ହେଇଯାଏ। ଆମେ କହୁ ମୁଁ ବଡ, ମୁଁ ହିଁ କରିଛି। ସେତେବେଳେ ମୁଁ ଯଦି ଏହା କରିନଥାନ୍ତି ତା ଭଗବାନ କଣ ଆସି କରିଦେଇଥାନ୍ତେ? ବେଳେ ବେଳେ ଭଗବାନଙ୍କ ଉପରେ ମଧ୍ୟ ସେମାନେ ପୂର୍ଣ୍ଣ ଭାବରେ ପାଣି ଛଡି ଦିଅନ୍ତି, ନା ନା ଭଗବାନ କିଛି ନୁହନ୍ତି, ମୁଁ ହିଁ କରିଥିଲି, ମୁଁ ହିଁ ଚେଷ୍ଟା କରିଥିଲି, ଇତ୍ୟାଦି ଇତ୍ୟାଦି। ସେତେବେଳେ ବି ସେମାନେ ଏଇପରି ପ୍ରକାର କରନ୍ତି। ଏବଂ ଯେହେତୁ ମନୁଷ୍ୟ ମାନଙ୍କର ଏଇ ପ୍ରକୃତି ଥିଲା ବା ଅଛି ବା ରହିଥାଏ, ସେଇଥିପାଇଁ ବୋଧ ହୁଏ ଯେତେବେଳେ ଶ୍ରୀକୃଷ୍ଣ କୁନ୍ତୀଙ୍କୁ ଭେଟ କରୁଛନ୍ତି, କୁନ୍ତୀ ତାଙ୍କର ପିଇସି ହେବେ, କିନ୍ତୁ ସେମାନେ ଜାଣିଛନ୍ତି ଯେ ଇଏ ହଉଛନ୍ତି କୁନ୍ତୀ ଜାଣିଛନ୍ତି ଯେ ଶ୍ରୀକୃଷ୍ଣ ହଉଛନ୍ତି ତ୍ରାଣକର୍ତ୍ତା ଭଗବାନ। ତେଣୁ ସେ ତାଙ୍କୁ ଗୋଟେ ବର ମାଗୁଛନ୍ତି, କହୁଛନ୍ତି ମୁଁ ଗୋଟେ ତୁମ ପାଖରୁ ଅ ବର ଆଶା କରିପାରେ? ସେଠୁ ସେତେବେଳେ ଏଇଟା ମୋ ଭାଷାରେ ମୁଁ କହୁଛି, ସେ ତାଙ୍କ ଭାଷାରେ କହିଛନ୍ତି। ତେବେ ସେତେବେଳେ ସେ ଶ୍ରୀକୃଷ୍ଣଙ୍କୁ ବର କଣ ମାଗୁଛନ୍ତି ନା ଜୀବନରେ ମତେ ଦୁଃଖ ଦଉଥାଅ। ଏଇଭଳିଆ କି କଥା? ସେ ଏଇଥିପାଇଁ କହିଲେ ଦେଖ ମୁଁ ଯଦି ଦୁଃଖରେ ନ ରହୁଛି ତାହେଲେ ତତେ ମନେ ପକେଇ ପାରୁନି, ଯଦି ସୁଖରେ ରହୁଛି ତାହେଲେ ମୁଁ ଭୁଲି ଯାଉଛି। ତେଣୁ ଦୁଃଖରେ ରହିଲେ କଣ ହବ, ମୁଁ ତତେ ସବୁବେଳେ ବାରମ୍ବାର ତତେ ମୁଁ ଡାକି ପାରିବି, ମନେ ପକେଇ ପାରିବି। ତାହେଲେ ସେଇଟା ମୋ ପାଇଁ ହବ ଉଚ୍ଚତର ମୁହୂର୍ତ୍ତ, ଆନନ୍ଦଦାୟକ ମୁହୂର୍ତ୍ତ। ତେଣୁ ମତେ ଦୁଃଖ ରହିଲେ ମୁଁ ତତେ ମନେ ପକେଇ ପାରିବି। ଏବଂ ଏଠି ଯୋଉଟା ଲେଖୁଛନ୍ତି ହଁ ସମ୍ପୂର୍ଣ୍ଣ ଠିକ କଥା। ପରେ ସେ ପୁଣି କହୁଛନ୍ତି ହଁ ଅତ୍ୟନ୍ତ ଅଧିକ ପରିମାଣରେ ପ୍ରଗାଢ ହୋଇ ପ୍ରାୟ ଏକ ଜୀବନ ମରଣର ସମସ୍ୟା ହୋଇ ରହିଥିଲା ପରି। ଯେତେବେଳେ ସମସ୍ୟା କଷ୍ଟକର ଯେତେ ଥାଏ ସେତେବେଳେ ଆମର ଅଭିପ୍ସା ସେତେ ତୀବ୍ର ଥାଏ। ଯେତେବେଳେ ବଣ ଭିତରେ ଏମାନେ ଥିଲେ ସେତେବେଳେ ଦୁର୍ବାସା ଋଷି ତାଙ୍କର ଅନେକ ଶିଷ୍ୟ, ପ୍ରାୟତଃ 10,000 ଶିଷ୍ୟ ଧରିକି ଆସି ପହଞ୍ଚିଥିଲେ। ହସ୍ତିନାପୁରରେ ଆସି ଯେତେବେଳେ ପହଞ୍ଚିଲେ, ଦୁର୍ଯ୍ୟୋଧନ ଦେଖିଲେ ଯେ ଏଇଟା ଗୋଟେ ଭଲ ମଉକାଟିଏ, ଯୋଉଥିରେ କି ଅଭିଶାପ ଦୁର୍ବାସା ରାଗିଗଲେ ଦିଅନ୍ତି। ତେଣୁ ଦୁର୍ବାସାଙ୍କୁ ପଠେଇଦେବି ତାଙ୍କ ପାଖକୁ, ଏବଂ ସିଏ ହଠାତ୍ 10,000 ବ୍ୟକ୍ତିଙ୍କ ପାଇଁ ଜଙ୍ଗଲ ଭିତରେ କୋଉଠୁ ରୋଷେଇ କରିପାରିବେ? ତେଣୁ ଦେଇପାରିବେନି ଆହାର, ଯେହେତୁ ଆହାର ଦେଇପାରିବେନି
ତେଣୁ ଦୁର୍ବାସା ରାଗିକି ଯଦି ଅଭିଶାପ ଦେଇ ଦିଅନ୍ତି ତାହେଲେ ମୋର ବାଟରୁ କଣ୍ଟା ହଟିଯିବ। ତେଣୁ ସେ ଦୁର୍ବାସାଙ୍କୁ ଦେଖନ୍ତୁ ଛିଗୁଲେଇକି କହୁଛନ୍ତି, ଭିତରେ ମନ କପଟ ଆଚରଣ ଏଇଟା କୁହନ୍ତି। ଛିଗୁଲେଇ କହିଥିଲେ ଭୁଲରେ, କପଟ ଆଚରଣ କରି ସେ ଦୁର୍ବାସାଙ୍କୁ କହୁଛନ୍ତି, ମୁହଁରେ ବହୁତ ଭକ୍ତି ଭାବ ରଖି ମାନେ ପ୍ରଣାମ କରି ଇତ୍ୟାଦି ଇତ୍ୟାଦି। ଦେଖନ୍ତୁ ଆଜ୍ଞା, ଆଉ ମୋ ଭାଇ ଯୁଧିଷ୍ଠିର ଯଦି ଥାନ୍ତେ ତାହେଲେ ଆପଣଙ୍କୁ ଏବଂ ଆପଣଙ୍କର ଶିଷ୍ୟ ମାନଙ୍କର ଆତିଥେୟତା ମାନେ ଆତିଥେୟତା ପାଇ ବହୁତ ଖୁସି ହେଇଥାନ୍ତେ, ଆନନ୍ଦିତ ହେଇଥାନ୍ତେ। ଆଉ ସେଠୁ ଇଏ କହିଲେ କାହିଁ ଏବେ କଣ ହେଇଛି? କହିଲେ ନାଇଁ ନାଇଁ, ସିଏ ଏବେ ତ ଜଙ୍ଗଲରେ ରହୁଛନ୍ତି, ତେଣୁ ଆପଣ ଗୋଟେ କାମ କରୁନାହାନ୍ତି, ଆଉ ସବୁ ଶିଷ୍ୟ ମାନଙ୍କୁ ନେଇକି ତାଙ୍କ ପାଖକୁ ଯାଆନ୍ତୁ, ସେ ବହୁତ ଆନନ୍ଦିତ ହେବେ। ଦେଖନ୍ତୁ ଇଏ କେତେ କପଟ ଆଚରଣ! ନିଜର ମୋର ଯାହା ହଉ ନ ହଉ, ମୁଁ ଯାହା ମୋ ବାଟରେ ଯେ କଣ୍ଟା, ସିଏ ଯଦି ଅଭିଶାପ ପାଇକି ବାଟରୁ ହଟିଗଲା ତାହେଲେ ଭଲ ହବ। ଏହା କହିକି ଦୁର୍ବାସାଙ୍କୁ ପଠେଇ ଦଉଛନ୍ତି। ଦୁର୍ବାସା ଖୁସି ହେଇଯାଉଛନ୍ତି, ଯାହା ହଉ ଯୁଧିଷ୍ଠିରଙ୍କ ସହିତ ମୋର ଦେଖା ହବ। ସିଏ ତାଙ୍କର ଆନନ୍ଦ ଯେ ଧର୍ମରାଜ ଯୁଧିଷ୍ଠିର ତାଙ୍କ ସହିତ ଯେତେବେଳେ ଦେଖାହବ, ସେଇଟା ସିଏ ଜାଣିଛନ୍ତି, ତେଣୁ ଆନନ୍ଦିତ ହେଇଯାଉଛନ୍ତି। କିନ୍ତୁ ଦେଖନ୍ତୁ ଏଇଠି ଆଉ ଗୋଟେ କଥା ଦେଖନ୍ତୁ, ଦେଖନ୍ତୁ ସିଏ ଭଗବାନଙ୍କ ଗୁଣଗାନ, ଭଗବାନଙ୍କ ପାଇଁ ସାଧନା କରିଛନ୍ତି, ତପସ୍ୟା କରୁଛନ୍ତି, ସବୁ ଠିକ। କିନ୍ତୁ ଏଠି ଦୁର୍ଯ୍ୟୋଧନର ଦୂର ଅଭିସନ୍ଧିକୁ ସେ ବୁଝି ପାରିନାହାନ୍ତି ବୋଲି ଆମେ ବେଳେ ବେଳେ ଭାବୁ ଯେ ତାଙ୍କର ଦୂର ଅଭିସନ୍ଧି ଥିଲା ଯେ ଯୁଧିଷ୍ଠିରଙ୍କୁ ହଇରାଣ କରିବା। କିନ୍ତୁ ପ୍ରକୃତରେ ସେଇଟା ସେ ବୁଝିଛନ୍ତି କି ନ ବୁଝିଛନ୍ତି, ସେଇଟା ଯେତିକି ଗୁରୁତ୍ୱପୂର୍ଣ୍ଣ ବା ମହତ୍ୱପୂର୍ଣ୍ଣ ନୁହେଁ, ସେ ତାଠୁ ଅଧିକ ମହତ୍ୱପୂର୍ଣ୍ଣ ହଉଛି ସିଏ ଆନନ୍ଦିତ ହେଇଯାଉଛନ୍ତି ଯେ ମତେ ଯୁଧିଷ୍ଠିରଙ୍କ ସହିତ ଦେଖାହବ, ପଞ୍ଚୁ ପାଣ୍ଡବଙ୍କ ସହିତ ଦେଖାହବ, ଯୋଉମାନେ ସତ୍ୟ ଧର୍ମ ନ୍ୟାୟରେ ଅଛନ୍ତି, ଯୋଉମାନେ ଲୋକମାନଙ୍କର ସେ ଏତେ ପ୍ରିୟ। ସେଇ ଖୁସିରେ ସେ ଅନ୍ୟ କଥା ଗୁଡାକ ସେ ଜାଣିଛନ୍ତି କି ନ ଜାଣିଛନ୍ତି ତାହା ଆଉ କିଛି ମୂଲ୍ୟ ରହିନାହିଁ। ଯାହା ବି ହଉ ସେ ତାଙ୍କର ଶିଷ୍ୟ ମାନଙ୍କୁ ନେଇକି ଯାଇ ପହଞ୍ଚି ଯାଇଛନ୍ତି। ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ, ଇଏ ପାଞ୍ଚ ଭାଇ, ଦ୍ରୌପଦୀ, 6 ଜଣଙ୍କ ପାଇଁ ତ ରୋଷେଇ ହେଇଥାଏ, ସେମାନେ ଖାଇ ପିଇକି ସରିଲେ ସରିଗଲା। ହଠାତ୍ ଯେତେବେଳେ ଇଏ ତ ଦୁର୍ବାସାଙ୍କୁ ଦେଖିଛନ୍ତି, ତେଣୁ ଯୁଧିଷ୍ଠିର ସାଙ୍ଗେ ସାଙ୍ଗେ ପ୍ରଣାମ କରିଲେ ଏବଂ ପ୍ରଣାମ କରିକିରି ଗୋଟେ ନୀତିପୂର୍ଣ୍ଣ ଭାବରେ ସେ ସାଙ୍ଗେ ସାଙ୍ଗେ ତାଙ୍କୁ ଅଫର କଲେ ଯେ ଆପଣ ଆସିଛନ୍ତି, ଆଉ ତେଣୁ ଆପଣଙ୍କର ଆତିଥେୟତାରେ ଯଦି ମୁଁ ଟିକେ ସାହାଯ୍ୟ କରିପାରେ, ଆପଣଙ୍କୁ ଆତିଥ୍ୟତା ଦେଇପାରେ, ତେବେ ଆପଣଙ୍କୁ ଆତିଥ୍ୟତା ପାଇ ଆମେ କୃତାର୍ଥ ହବୁ। ତେଣୁ ଆପଣଙ୍କ ପାଇଁ ଆଉ କିଛି, ଆଉ ଏଇଠି ଆସନ୍ତୁ, ଆହାର ଟିକେ କରିଦେଇ ଯିବେ, ଭୋଜନ କରିଦେଇ ଯିବେ। କିନ୍ତୁ ଦେଖନ୍ତୁ, ସତ୍ୟରେ ଯୋଉମାନେ ବସବାସ କରୁଥାନ୍ତି ତାଙ୍କୁ ସବୁବେଳେ ସବୁବେଳେ ପରମ ପରମେଶ୍ଵର, ଦିବ୍ୟଜନନୀ, ଆଦିଶକ୍ତି ସବୁବେଳେ ତାଙ୍କୁ ଗାଇଡ କରୁଥାନ୍ତି, ତାଙ୍କ ପାଇଁ ଯାହା ଆବଶ୍ୟକ ତାହା ସେ ତିଆରି କରିଦିଅନ୍ତି। ସେଇଠି ସାଙ୍ଗେ ସାଙ୍ଗେ ତେଣୁ ତାଙ୍କ ଭିତରେ ପ୍ରେରଣା ଆସୁଛି, ଦୁର୍ବାସା କହୁଛନ୍ତି, ଖୁସି ହେଇଯାଉଛନ୍ତି, କହୁଛି ତାହେଲେ ଠିକ ଅଛି, ଆମେ ଯାଉଛୁ ପାଖରେ ନଦୀରୁ ସ୍ନାନ କରିକିରି ଆସୁ। ସେମାନେ ଗଲେ, ସେଠୁ ଇଏ ଲାଗିଗଲେ ଜାଳ ଫାଳ ସଂଗ୍ରହ କରିବା ଆଉ ରୋଷେଇବାସ କରିବା ପାଇଁ। ଯେତେବେଳେ ଯାଇକିରି ଦ୍ରୌପଦୀଙ୍କୁ ପଚାରୁଛନ୍ତି, ଦ୍ରୌପଦୀ କହୁଛନ୍ତି କିଛି ତ ନାହିଁ ଖାଇବା ପାଇଁ, ଏତେ ଚାଉଳ ମାନେ ରୋଷେଇ ହବ ନା, ଏତେ ଚାଉଳ କାହିଁ, ଏତେ ପରିବା ପତ୍ର କିଛି ନାହିଁ। ନା ଆଉ ସେଠି ଆଉ ଗୋଟିଏ କଥା ହେଇଛି, ଦ୍ରୌପଦୀଙ୍କ ପାଖରେ ସତୀ ଅନୁସୂୟା, ଦେବୀ ଅନୁସୂୟା ତାଙ୍କୁ ଦେଇଥିଲେ ଗୋଟେ ପାତ୍ରଟିଏ, ଯୋଉଟା କି ତାକୁ ଅନ୍ନପୂର୍ଣ୍ଣା ପାତ୍ର କୁହନ୍ତୁ ବା ଯାହା କୁହନ୍ତୁ, ସେ ପାତ୍ରରେ ଥରେ ରୋଷେଇ କରିସାରିଲା ପରେ ଯେତେ ଜଣଙ୍କୁ ଖାଇବାକୁ ଦବ ସେ ଖାଇ ଚାଲିଥିବ, ସରିବନି ସେ ପାତ୍ରରୁ। କିନ୍ତୁ ତାର ଗୋଟିଏ ଲିମିଟେସନ ଦିଆଯାଇଥିଲା, କଣ? ଯେତେବେଳେ ଖାଇସାରିଲା ପରେ ଯିଏ ଗୃହ କର୍ତ୍ରୀ ସିଏ ଯେତେବେଳେ ସମସ୍ତଙ୍କୁ ଭୋଜନ ଦେଇ ସାରିଲା ପରେ ନିଜେ ଖାଇସାରିକି ହାଣ୍ଡିକୁ ଧୋଇଦେବେ, ସେତେବେଳେ ଆଉ ତାପରେ ଖାଦ୍ୟ ବାହାରିବ ନାହିଁ। ତେଣୁ ଗୃହକର୍ତ୍ରୀଙ୍କର ଟଚ ହଉଛି ଶେଷ ଟଚ, ଆଉ ତାପରେ ଆଉ ଖାଦ୍ୟ ବାହାରିବ ନାହିଁ ଯଦି ଧୁଆ ହେଇକି ରଖା ହେଇଗଲା।
ଇଏ ତ ସବୁ ଆସିଛନ୍ତି, ଏଠି ବର୍ତ୍ତମାନ କଣ ଯେ ଏମାନେ ଖାଇସାରିଛନ୍ତି, ଖାଇବା ସରିଯାଇଛି ବେଳ, ତାଙ୍କର ଚଡକ ପଡିଗଲା। କଣ କରିବେ? ବର୍ତ୍ତମାନ ରୋଷେଇ କଣ କେମିତି ହବ? ଇଏ ଯଦି ରୋଷେଇ ହେଇକି ଥାନ୍ତା ତାହେଲେ ସେ ଦେଇ ଦେଇଥାନ୍ତେ। ଯେତେ ଜଣ ଖାଇଲେ ବି ଆଉ ସରିବନି ସେ ଅକ୍ଷୟ ପାତ୍ର, ସରିବନି ସେ। କିନ୍ତୁ ଏ ତ ଖାଇ ଖୁଇ ସାରିକି ରଖିଦେଇଛନ୍ତି, କରିବେ କଣ? ଆଉ ଏବେ ଏତେ ଶୀଘ୍ର ଜାଳ ସିନା ମିଳିଯିବ, ହେଲେ ଖାଦ୍ୟ ଦ୍ରବ୍ୟ କାହିଁ ଏତେ ଲୋକଙ୍କ ପାଇଁ? ଆଉ ଥରେ ରୋଷେଇ କରିବେ କାହିଁ? ଆଉ ତ ହବନି ନା, ସେ ଅକ୍ଷୟ ପାତ୍ର ଆଉ ବାହାରିବନି। ବର୍ତ୍ତମାନ ଅସୁବିଧା ପଡିଲା, ଯେତେ ବଡ ଅସୁବିଧା ବର୍ତ୍ତମାନ। ତେଣୁ ବିକଳ ହେଇକିରି ସମସ୍ତେ ଡାକିଲେ। ଦ୍ରୌପଦୀ କାନ୍ଦ କାନ୍ଦ ହେଇଗଲେ, କହିଲେ ହେ ସଖା, ତୁ ଥାଉ ଥାଉ କଣ ଆମେ ଏମିତି ହଇରାଣ ହବୁ? ଯୋଉ ସାଙ୍ଗେ ସାଙ୍ଗେ ଶ୍ରୀକୃଷ୍ଣ ଆସି ହାଜର। ଦେଖନ୍ତୁ, ପରମଙ୍କୁ ଯେତେବେଳେ ତୁମର ଅତି ଆବଶ୍ୟକତା ଥାଏ ସେ ଆସି ପହଞ୍ଚାଏ, ତୁମ ପାଇଁ ସେ କାର୍ଯ୍ୟ କର। ପରମା ଆସି ପହଞ୍ଚିଗଲେ ଶ୍ରୀକୃଷ୍ଣ, କହିଲେ ବହୁତ ଜୋରରେ ଭୋକ ମତେ, ସଖୀ ମତେ କଣ ଟିକେ ଖାଇବାକୁ ଦେଲ। ଏମାନେ ସମସ୍ତେ ଭାବୁଛନ୍ତି ଯେମିତି କଟା ଘାରେ ଚୂନ ଦିଆ ହେଲା ଭଳି, ବା ନିଆଁରେ ଘିଅ ଢାଲିଲା ଭଳି, ଖଣ୍ଡିଆ ହେଇଛି ତା ଦେହରେ ଯେମିତି ଲଙ୍କାଗୁଣ୍ଡ ପକେଇଲା ଭଳି, ଇଏ ଆସିକି ଆମକୁ ଆହୁରି ହଇରାଣରେ ତ ଆମେ ପଡିଛି, ଆହୁରି ଉପରେ ଆସିକି ଓଲଟା କଥା କହୁ। ଇଏ ସମସ୍ତେ ଆଶ୍ଚର୍ଯ୍ୟ ହଉଛନ୍ତି, ତାଙ୍କୁ ମାନେ ଅସୁବିଧା ଟା କହିବେ ବୋଲି ଭାବରେ ଇଏ କହୁଛି, ଇଏ ବିକଳ ହଉଛି ମତେ ଶୀଘ୍ର ଖାଇବାକୁ ଦିଅ। ଦ୍ରୌପଦୀ କିଛି କହିପାରୁନାହାନ୍ତି, ଯୁଧିଷ୍ଠିର ବସିଛନ୍ତି କିଛି କହିପାରୁନାହାନ୍ତି, ସମସ୍ତେ ବସି କିଛି କହିପାରୁନାହାନ୍ତି। ଇଏ ସେଠୁ ଦୌଡିକି କିଛି ଶୁଣୁନାହାନ୍ତି, ଦୌଡିକି ଯାଇକିରି ହାଣ୍ଡିକୁ ଖୋଜି ଖୋଜି ରୋଷେଇ ଶାଳ ଏମିତି ଖୋଜିଲା ବେଳେ ଖୋଜି ଖୋଜି କୋଉଠି ଅଛି କୋଉଠି ଅଛି। ଲାଷ୍ଟରେ ସେ ହାଣ୍ଡି ଟା ଘୋଷାଡ଼ି ଆଣିଛନ୍ତି। ଦ୍ରୌପଦୀ କହୁଛନ୍ତି, ତମେ କଣ ଆଇଛ ଏଠି ଲୁଣ ପକେଇବାକୁ? ହଁ, କଟା ଘାରେ ଲୁଣ ଦଉଛ? ଯୋଉଥିପାଇଁ ଆମେ ବ୍ୟସ୍ତ ତମେ ସେଇଆକୁ କହୁଛ ଖାଇବି ଖାଇବି ଖାଇବି। ଆଉ ସେ ହାଣ୍ଡିଟାରେ କଣଟା ଅଛି? ଆମେ ତ ଖାଇସାରିକି ମୁଁ ଘୋଡେଇ ଦେଇଛି। ଇଏ କି ଶୁଣୁନାହାନ୍ତି, ନା ନା ସେ ଦେ ଦେ ସେ ହାଣ୍ଡି ଟା ଦେ। ସେ ହାଣ୍ଡି ଟାକୁ ନେଇ ଯାଉଛନ୍ତି, ଖୋଜି ଖୋଜିକି ତା ଭିତରେ କୋଉଠି ଧୋଇଲା ବେଳେ ଟିକେ ରହିଯାଇଛି। ଦେଖନ୍ତୁ, ବେଳେ 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 ଆମର ଭୁଲ କାମ ମଧ୍ୟ ଯଦି ଆମେ ସତ୍କର୍ମରେ ବା ଯଦି ପରମଙ୍କ ପାଇଁ ଆମେ ବଞ୍ଚୁଛନ୍ତି, ସତ୍ୟରେ ପରମ ସତ୍ୟରେ ବଞ୍ଚୁଛନ୍ତି, ତାହେଲେ ଆମର ଭୁଲ ମଧ୍ୟ ବେଳେ ବେଳେ ଆମକୁ କେମିତି ସାହାଯ୍ୟ କରେ। ଦେଖନ୍ତୁ, ସେ ସବୁବେଳେ ଭଲରେ ମାଜିକି ରଖନ୍ତି, ପରିଷ୍କାର ପରିଚ୍ଛନ୍ନ, କିନ୍ତୁ ସେଇ ଦିନ ମାଜିଲା ବେଳେ ଦେଖନ୍ତୁ ସବୁ କାଢି ଦେଇଛନ୍ତି ପାତ୍ରରୁ, କିନ୍ତୁ ଗୋଟାଏ ଭାତ କୋଉ କଣରେ ଖଣ୍ଡେ ଲାଖି ଯାଇଛି, ଗୋଟିଏ ଲାଖି ଯାଇଛି। ତାକୁ ଖାଇକିରି କୃଷ୍ଣ ପେଟରେ, ଓ ଆଜି କି ତୃପ୍ତି, କି ଆନନ୍ଦ, ଓ ଏତେ ବଢିଆ କ୍ଷୀରି। ସମସ୍ତେ ଆଶ୍ଚର୍ଯ୍ୟ ହେଇକି ଅନେଇଛନ୍ତି। ତାପରେ ହଁ, କଣ କହୁଥିଲ ତମେ? କଣ ହେଲା ମତେ ଖୋଜୁଥିଲ, କଣ ଅସୁବିଧା ପଡିଛି ତାପରେ ପଚାରିଥାନ୍ତି। ସେଠୁ ଇଏ ସମସ୍ତେ ତମେ ତ ଯୋଉ ଭଳିଆ ବିକଳ ହେଲ ଖାଇବା ପାଇଁ, ଆମ ମୁଣ୍ଡ ଆଗ ହଲତ ଶୁଖିଗଲା। ଏପଟେ ଦୁର୍ବାସା ଆସିଛନ୍ତି 10,000 ତାଙ୍କର ଶିଷ୍ୟ ଧରିକି, ଆଉ ତମେ ବି ଏମିତି ଏମିତି ବିକଳ ହେଲ ତ ଆମ ମୁଣ୍ଡ ଖରାପ ହେଲା। ଆଉ ସେଇଥିରେ କଣ ଟିକେ ପାଇଗଲ, ତମେ ପାଇଗଲ। କୁହ ନା ଭୁରି ଭୋଜନ ହେଇଗଲା। ଆଉ ମୋର ନାହିଁ, ମୋର ସେପଟରେ କାମ ଅଛି, ଆଉ ମୁଁ ଯାଉଛି। ଇଏ ବାହାରିଲେ, କହିଲେ ଆରେ ଆମ ସମସ୍ୟାର ସମାଧାନ ଦେଇକି ଯାଅ। ନା କଣ ହେଲା ସମସ୍ୟା? ନା ସମସ୍ୟା ତ ଏଇଆ, ଦୁର୍ବାସା କଥା। ନା ହଉ ଅପେକ୍ଷା କର, ସେମାନେ ଆସନ୍ତୁ ଆଗ, ତାପରେ ରୋଷେଇବାସ କରିବ। ଗଲୁ ଭୀମ ଟିକେ ଦେଖିଦେଇ ଆସିଲୁ କେତେ ବାଟ ହେଲେଣି। ଭୀମ ଯାଇ ଦେଖିଲା ବେଳକୁ ଏମାନେ ସବୁ ଗାଧେଇ ସାରିକି ଯେତେବେଳେ ଉଠୁଛନ୍ତି, ସମସ୍ତେ ମାନେ ପେଟ ବାଡୁଛି, କଣ ଖାଇବା ଭୋକ, ପେଟ କଣ ଭୋକ ମରିଗଲା ଆମର, ପେଟ କଣ ଫୁଲ ଫୁଲ ଲାଗୁଛି। ସେଠୁ କିଏ ହାତ ଶୁଙ୍ଗୁଛି, କହୁଛି ମୁଁ ତ କିଛି ଖାଇନି, ମୋ ହାତ କଣ ଖିରି ଖିରି ବାସୁଛି, ଘିଅ ଘିଅ ବାସିଲାଣି। ସମସ୍ତେ ଆଶ୍ଚର୍ଯ୍ୟ। ସେଠୁ କହିଲେ, ଆରେ ହେଇ ପେଟ ପୁରି ଗଲା। ଦୁର୍ବାସା ସେଠି ଅସାମଞ୍ଜସ୍ୟରେ ପଡୁଛନ୍ତି, ଆରେ ବର୍ତ୍ତମାନ ତ ଆମ ପେଟ ପୁରିଗଲା, ଯଦି ଆମେ ଏବେ ଯିବା ଏବଂ ସେ ଆମକୁ ଯଦି ଖାଇବାକୁ ଯାଚିଲେ, ଆମେ ଯଦି ଖାଦ୍ୟ ଗ୍ରହଣ ନ କଲେ, ତେବେ ଯୁଧିଷ୍ଠିରଙ୍କୁ ଅପମାନ ହବ। ଦେଖନ୍ତୁ, ପାଶା ପଲଟି ଗଲା। ଦୁର୍ବାସା ସେଠି ମନେ କରୁଛନ୍ତି, ଯଦି ଆମେ ଯିବୁ ଏବଂ ଯୁଧିଷ୍ଠିର ଆମକୁ ଖାଦ୍ୟ ଯାଚିଲେ, ଆମେ ଯଦି ସେବନ ନ କଲୁ, ତେବେ ଯୁଧିଷ୍ଠିରଙ୍କୁ ଅପମାନ ହବ। କାହିଁକିନା ଆମ ପେଟ ତ ଫୁଲ ହେଇଗଲାଣି ସମସ୍ତଙ୍କର।
ଅବି ଆଉ ତ ଖାଇପାରିବେନି। ଗଲା। ହେ ଶୀଘ୍ର ଶୀଘ୍ର ଦୁର୍ବାସା କହୁଛନ୍ତି ବାବା ଏଇପଟୁ ଏପଟୁ ଲୁଚିକି ପଳା, ସେମାନେ ଆମକୁ ଆସିକିରି ଡାକିବାକୁ ପୂର୍ବରୁ ସିଏ ଯଦି ଆସି ଡାକିଦେଲେ ଆମେ ଆଉ ନଛୋଡ଼ ବନ୍ଦା ହଇରାଣ ପଡିଯିବା। ତେଣୁ ବାବା ଶୀଘ୍ର ବାହାର। ସମସ୍ତେ ତରବର ହେଇକିରି ଗାଧୁଆ ସାରି ସିଆଡେ ସିଆଡେ ପାର। ଭୀମ ଆସି ଦେଖୁଛନ୍ତି ଆଜ୍ଞା କଣ ଇଏ ଦୁର୍ବାସା ତାଙ୍କୁ ଋଷି ଯୋଉ ତାଙ୍କ ଶିଷ୍ୟ ମାନେ କଣ ଜୋରରେ ଚାଲୁଛନ୍ତି ସିଆଡକୁ, ନଈରୁ ଉଠୁଛନ୍ତି ଦୌଡିଲା ଭଳିଆ ଦୌଡୁଛନ୍ତି। ଆଉ ଶ୍ରୀକୃଷ୍ଣ କହିଲେ ହଉ ମୋ କାମ ହେଇଗଲା, ମୁଁ ଏବେ ଆସେ, ସେପଟରେ ବହୁତ କାମ ପଡିଛି ବାକି। ଇଏ ହଉଛି ଯୋଉମାନେ ସତ୍ୟରେ ବସବାସ କରନ୍ତି ତାଙ୍କ ପାଇଁ ପରମ ପରମେଶ୍ଵର ମା ଦିବ୍ୟଜନନୀ ସବୁବେଳେ ଚିନ୍ତା କରୁଥାନ୍ତି। କିନ୍ତୁ ଏଠି ଏଠି ଯୋଉ କଥାଟି କହିଲେ ଆମର କଣ ହୁଏ ବାହ୍ୟ ଅବସ୍ଥା ଯେତେବେଳେ ପରିବେଶ ପରିସ୍ଥିତି ଅତ୍ୟନ୍ତ ଜଟିଳ ହେଇଯାଇଥାଏ ସେତେବେଳେ ଆମକୁ ସାଙ୍ଗେ ସାଙ୍ଗେ ମା ମନେ ପଡନ୍ତି। ଅନ୍ୟ ସମୟରେ ଆମେ ପୁରା ଭୁଲି ଯାଉ। ମୁଁ କହୁଛି ହଁ ସତ କଥା, ମନୁଷ୍ୟ ଏତେ ବେଶୀ ସ୍ଥୂଳ ହେଇ ରହିଛି ଯେ ତା ଲାଗି ଏହି ଅତ୍ୟଧିକ ସାଧନ ଗୁଡିକରେ ହିଁ ଏକ ପ୍ରୟୋଜନ ରହିଛି। ଶ୍ରୀ ଅରବିନ୍ଦ ମଧ୍ୟ ସେଇ କଥା କହିଥିଲେ। ପ୍ରେମ ହିଁ ସତ୍ୟ ବୋଲି ପ୍ରମାଣିତ ହେବାକୁ ହେଲେ ଘୃଣାର ଆବଶ୍ୟକତା ରହିଛି। କେବଳ ଘୃଣାର ଚାପ ଦ୍ଵାରା ହିଁ ଯଥାର୍ଥ ପ୍ରେମର ଜନ୍ମ ସମ୍ଭବ ହେଉଛି। ଏଇଟା ଆମେ ଅଲରେଡି ଆଗରୁ ଆଲୋଚନା କରିଛନ୍ତି। ହଁ ସେଇପରି ହଉଛି। ଏଇଠି ସେତେ ତ ଆମେ ଆଲୋଚନା କରିଥିଲେ, ସେଠି ସେ ବାରମ୍ବାର କହିଲେ ଯେହେତୁ ଆମେ ପ୍ରେମରେ ବଞ୍ଚିବା ଶିଖିନାହୁଁ, ସତ୍ୟରେ ବଞ୍ଚିବା ଶିଖିନାହୁଁ, ତେଣୁ ଆମ ପାଇଁ ମିଥ୍ୟାର ମୂଲ୍ୟ ରହିଛି, ପାପର ମୂଲ୍ୟ ରହୁଛି। ଯେହେତୁ ଆମ ପାଖରେ ଘୃଣା ଅ ରହିଲେ ହିଁ ଆମେ ପ୍ରେମର ମହତ୍ଵ ବୁଝିପାରୁଛୁ, ତେଣୁ ଆମ ଜୀବନରେ ଘୃଣାର ଭାବ ରହୁଛି। ଆମେ ତାର ଉର୍ଦ୍ଧ୍ୱକୁ ଏପର୍ଯ୍ୟନ୍ତ ଉଠି ନାହୁଁ। ପ୍ରେମର ସତ୍ୟତା ବୁଝିବା ପାଇଁ ହେଲେ ଯେ ଘୃଣାର ଆବଶ୍ୟକତା ନାହିଁ ଆମେ ସେଟା ବୁଝିପାରୁନୁ। ଛାଇ ନଥିଲେ ମାନେ ଖରା ନଥିଲେ ଛାଇର ମୂଲ୍ୟ ଯେମିତି ନ ବୁଝିଲା ଭଳି ଘଟଣାଟି ସବୁବେଳେ ସେଇଭଳି ହେଇଯାଉଛି। କଥାରେ ସେଇଥିପାଇଁ କହନ୍ତି ଦୀପ ତଳ ଅନ୍ଧାର କହନ୍ତି। ଏବଂ ଦେଖିବେ ଅ ଯିଏ ଶିକ୍ଷକ ହେଇଥିବେ ସିଏ ଅନ୍ୟ ପିଲାମାନଙ୍କୁ ପାଠ ପଢଉଥିବେ କିନ୍ତୁ ତାଙ୍କ ପିଲା ପଢିବନି ତାଙ୍କ କଥା, ତାଙ୍କ ପାଖରେ ପଢୁନଥିବ, ତାଙ୍କ କଥା ଶୁଣୁନଥିବ, ମୂର୍ଖ ବେଳେ ବେଳେ ଅନେକ ଜାଗାରେ ମୂର୍ଖ ଥାନ୍ତି। ତେଣୁ ଆମେ ଏ ଚେତନାର ଏମିତି ଏକ ସ୍ତରରେ ରହିଛୁ ଯୋଉଥିରେ କି ଆମକୁ ପ୍ରେମକୁ ଚିହ୍ନିବାକୁ ହେଲେ ଘୃଣାର ଆବଶ୍ୟକତା ପଡୁଛି। ଆଉ ଭଗବାନଙ୍କୁ ବା ପରମଙ୍କୁ ଚିହ୍ନିବାକୁ ହେଲେ ଆମ ପାଇଁ ଅସୁବିଧାକୁ ଆମେ ସମ୍ମୁଖୀନ ହବାକୁ ପଡୁଛି। ଆମେ ଖୁସିରେ ଥିଲାବେଳେ ଭଗବାନଙ୍କୁ ମନେ ପକେଇ ପାରୁନାହାନ୍ତି, ସେଇଥିପାଇଁ କଥା କୁହାଯାଉଛି ସମର୍ପଣ। ତାମାନେ ଆମେ ଆନନ୍ଦରେ ଥିଲାବେଳେ ବି ସବୁ ଜିନିଷ ଯଦି ତାଙ୍କୁ ସମର୍ପଣ କରିକି ଆରମ୍ଭ କରିବେ ତାହେଲେ ସେ ସବୁବେଳେ ଆମ ଚେତନାରେ ରହିଲେ ତାହେଲେ ଆମ ଜୀବନରେ ଦୁଃଖ କାହିଁକି ଆସିବ? ବା କହୁଛନ୍ତି ଏଇ ଯେହେତୁ ତାଙ୍କ ଭିତରେ ଏଇ ଘୃଣାର ଚାପ ନଥିଲେ ପ୍ରେମକୁ ସେମାନେ ଯୋଉ ବୁଝି ପାରୁନାହାନ୍ତି, ସେଇଥି ସକାଶେ ହିଁ ସମ୍ଭବତଃ ଏତେ ଗୁଡେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଠି କେବଳ ଅସୁବିଧା ଗୁଡିକ ହିଁ ଏକାଠି ଜମା ହେବାରେ ଲାଗିଛି। ଚରିତ୍ର ବିଷୟକ ଅସୁବିଧା, ସ୍ୱାସ୍ଥ୍ୟ ସମ୍ବନ୍ଧୀ, ପରିସ୍ଥିତି ସମ୍ବନ୍ଧୀ କେତେ ନା କେତେ ଅସୁବିଧା। ତାର କାରଣ ହଉଛି ଏଇ ଅସୁବିଧା ଗୁଡିକର ଚାପ ଦ୍ଵାରା ହିଁ ଚେତନାର ଜାଗୃତି ସମ୍ଭବ ହେଉଛି। ଯଦି ସବୁ କିଛି ସହଜ ହେଇଯାଉଛି, ଯଦି କେବଳ ଶାନ୍ତି ବିରାଜମାନ କରୁଛି, ତେବେ ଆମେ ପୁଣି ଶୋଇ ପଡୁଛୁ। ଯଦି ସହଜ ହେଇଗଲା, ଶାନ୍ତି ହେଇଗଲା, ତାହେଲେ ଆମେ ପୁଣି ଶୋଇପଡୁଛୁ, ଆଳସ୍ୟଗ୍ରସ୍ତ ହେଇଯାଉଛୁ। ସେଇଥିପାଇଁ ଏତେ ଗୁଡାଏ ଅସୁବିଧାର ସମ୍ମୁଖୀନ ହବାକୁ ଆମକୁ ପଡୁଛି। ଯଦି ଆମେ ସବୁବେଳେ ଚେଇଁ ରହିପାରିବାର ସାମର୍ଥ୍ୟରେ ରହିଲେ ତାହେଲେ ଆମକୁ ଆଉ ଦରକାର ନାହିଁ ଆମକୁ ଅସୁବିଧା ଜୀବନରେ ଆସିବା। ଠିକ ସେଇପରି ଭାବରେ ଶ୍ରୀଅରବିନ୍ଦ ଯୁଦ୍ଧର ଆବଶ୍ୟକତା ବିଷୟରେ ମଧ୍ୟ ଏକ ବ୍ୟାଖ୍ୟା ଦେଇଥିଲେ। କଣ ନା ଶାନ୍ତି ସମୟରେ ଲୋକମାନଙ୍କର ଜୀବନରେ ଅତ୍ୟନ୍ତ ଶିଥିଳତା ଆସିଯାଇଥାଏ। ଶାନ୍ତି ସମୟରେ ଲୋକଙ୍କ ଜୀବନରେ ଯେହେତୁ ଶିଥିଳତା ଆସିଯାଏ ତାଙ୍କ ପାଇଁ ଯୁଦ୍ଧ ଏକ ପ୍ରବୃତ୍ତି ଆଣି ଯୋଗାଏ, ସେମାନେ ପୁଣି ଚେଇଁ ଉଠନ୍ତି। ଏହା ପ୍ରକୃତରେ ଅତି ଦୁଃଖର କଥା ନା। ଆମେ ବଞ୍ଚି ଶିଖୁନୁ ବୋଲି ମରୁଛୁ, ଆମେ ଶାନ୍ତିରେ ରହିବା ଶିଖିନାହୁଁ ବୋଲି ଆମକୁ କଣ ହଉଛି ଯୁଦ୍ଧ ଆସି ପହଞ୍ଚୁଛି। ଯୁଦ୍ଧରେ ଯେତେବେଳେ ସବୁ କିଛି ଶେଷ ହେଇଯିବ ଆମେ ପୁରା ନିରସ୍ତ୍ର ହେଇକି ଶାନ୍ତ ହେବୁ। ଆଉ ମା କହୁଛନ୍ତି ଏଇଟା ଜମାରୁ ଭଲ ରୀତି ପରି ମତେ ଦିଶୁନାହିଁ, ମୁଁ କଦାପି କହିପାରିବିନି ଏଟା ଭଲ ରୀତି ବୋଲି। ଦେବ ମୁହୂର୍ତ୍ତରେ ଶ୍ରୀଅରବିନ୍ଦ ଠିକ ସେଇ କଥା କହିଥିଲେ।
ଯଦି ତୁମ ପାଖରେ ଯଥାର୍ଥ ଶକ୍ତି ରହିଛି, ଯଥାର୍ଥ ଜ୍ଞାନ ରହିଛି ଏବଂ ତୁମେ ତଥାପି ମୁହୂର୍ତ୍ତଟିର ଅନୁଚିତ ବ୍ୟବହାର ହିଁ କରିବାରେ ଲାଗିଛ, ତେବେ ତୁମକୁ ପ୍ରକୃତରେ ଧିକ୍, ତେବେ ତୁମକୁ ପ୍ରକୃତରେ ଠିକ। ସେଥିପାଇଁ ଯୋଉମାନେ ମଠରେ ରହିଲେ, ଆଶ୍ରମରେ ରହିଲେ, କିନ୍ତୁ ସେମାନେ ବ୍ୟବହାର କରୁଛନ୍ତି ଆଶ୍ରମର ଆସବାବପତ୍ର, ଆଶ୍ରମର ସମ୍ବଳ, ତାକୁ ନିଜ ବ୍ୟକ୍ତିଗତ ରୁଚି ଚରିତାର୍ଥ କରିବା ପାଇଁ, ସେମାନଙ୍କୁ ଧିକ୍। ଲେଖୁଛନ୍ତି ସେମାନେ ଯଦି ଏ ପ୍ରକାର କରୁଛନ୍ତି, ତାଙ୍କ ପାଖରେ ସବୁ ଥାଇକି ମଧ୍ୟ ସେମାନଙ୍କୁ ଧିକ୍। ଯଥାର୍ଥ ଶକ୍ତି ଅଛି, ବ୍ୟବହାର କରୁଛନ୍ତି ନିଜ ପାଇଁ। ଯଥାର୍ଥ ଜ୍ଞାନ ଅଛି, ବ୍ୟବହାର କରୁଛନ୍ତି ନିଜ ପାଇଁ। ତେବେ ସେ ଜ୍ଞାନର କଣ ମୂଲ୍ୟ? ସେ ଶକ୍ତିର କଣ ମୂଲ୍ୟ? ଏହାକୁ ଏକ ପ୍ରତିଶୋଧ କିମ୍ବା ଶାସ୍ତି ବୋଲି ଆଦୌ କୁହାଯାଏ। ତମେ ଭାବନି ଯେ ତମେ ବଞ୍ଚୁ ନା, ତେଣୁ ତମକୁ ଶାସ୍ତି ମିଳୁଛି। ଏଇଟା ହଉଛି ଏଇ ମାତ୍ର ଏପରି କରି ତୁମେ ଆପଣଙ୍କୁ ଏକ ତୀବ୍ର ଆବେଗର ପ୍ରୟୋଜନକୁ ଆବାହନ କରି ନେଇ ଆସ। କୌଣସି ଏକ ତୀବ୍ର ବ୍ୟାପାର ପ୍ରତି ନିଜର ପ୍ରତିକ୍ରିୟା ବ୍ୟକ୍ତ କରିବା ଲାଗି ତୁମେ ସେଇଭଳି କରିଥାଅ। ଏ ବିଷୟରେ ଅଧିକରୁ ଅଧିକ କହୁଛନ୍ତି ଯେ ଆମର ଅନୁଭବ ଅଧିକ ହୁଏ, ଦିବ୍ୟ ପ୍ରେମର ସଂସ୍ପର୍ଶ ଅଧିକ ହୁଏ, ଯଦି ଆମେ ପ୍ରେମକୁ ଆପଣଙ୍କ ଭିତରେ ବ୍ୟକ୍ତ କରିବାକୁ ସମର୍ଥ ହେଇପାରିବା ବା ସେଥିପାଇଁ ପ୍ରଚେଷ୍ଟା କରିବା। ତାହେଲେ ମଧ୍ୟ ପ୍ରଚେଷ୍ଟା କଲେ ମଧ୍ୟ ଏଇ ଆମ ଭିତରେ ଦୃଢ ପ୍ରତ୍ୟୟ ରହିଥିବା ଦରକାର। କଣ ନା, ସେଇ ପ୍ରେମ ଯେପରି ଆପଣଙ୍କ ମୁକ୍ତ ଭାବରେ ବ୍ୟକ୍ତ କରିବାକୁ ସମର୍ଥ ହବ, ସେଥିଲାଗି ସତ୍ତା ଗୁଡ଼ିକ ଭିତରେ ସେଥିଲାଗି ସତ୍ତା ଗୁଡ଼ିକ ଭିତରେ ଏବଂ ବସ୍ତୁ ଗୁଡ଼ିକ ଭିତରେ ଏକ ଅସାଧାରଣ ବଳ ରହିଥିବା ଆବଶ୍ୟକ। ସବୁ କିଛି ଖଣ୍ଡ ଖଣ୍ଡ ହୋଇଯାଏ। ଏହିପରିକି ଅନେକ ବିଷୟ ରହିଛି। ଆଉ ମା କହୁଛନ୍ତି ବାରମ୍ବାର ଅଭିଜ୍ଞତାର ପ୍ରମାଣ ରହିଛି। ଏତେ ପ୍ରମାଣ ରହିଛି, ଯୋଉ ଲାଇନଟା ଲେକ୍ଚର ମୁଁ ସେଇଟା ପଢି ଦଉଛନ୍ତି। କହୁଛନ୍ତି ମାତ୍ର ମୋ ପାଖରେ ବାରମ୍ବାର ଅଭିଜ୍ଞତାର ଯେଉଁ ପ୍ରମାଣ ରହିଛି, ତାହାରି ବଳରେ ମୋତେ ଆବଶ୍ୟକତା କହିବାକୁ ହେବ, ଯେତେବେଳେ ଶୁଦ୍ଧ ପ୍ରେମର ଶକ୍ତି, ତାହା ଏକ ଅତ୍ୟନ୍ତ ଅଦ୍ଭୁତ ଶକ୍ତି ଓ ତାହା ଶବ୍ଦ ଦ୍ୱାରା ଯାବତୀୟ ଅଭିବ୍ୟକ୍ତିର ଅତୀତ ହୋଇ ରହିଛି ମାନେ ଉର୍ଦ୍ଧ୍ୱରେ ରହିଛି। ସେହି ପ୍ରେମ ଯେମିତି ପରିପୂର୍ଣ୍ଣ ଓ ମୁକ୍ତ ଭାବରେ ପ୍ରକାଶିତ ହେବାକୁ ଆରମ୍ଭ କରେ, ସେତେବେଳେ ସତେ ଯେପରି କେତେ କେତେ ପରିମାଣର ବସ୍ତୁମାନ ସଙ୍ଗେ ପେଶୀ ହୋଇ ଚୂନା ହୋଇଯାଉଥାଏ। ସେମାନେ ତାହାକୁ ଆଦୌ ସହ୍ୟ କରିପାରନ୍ତି ନାହିଁ, ଆଦୌ ସହ୍ୟ କରିପାରନ୍ତି ନାହିଁ ଓ ଏକା ବେଳକେ ଚୂନା ହୋଇଯାନ୍ତି। ତାପରେ ସବୁ କିଛି ବନ୍ଦ ହୋଇଯାଏ ଏବଂ ଏହି ବନ୍ଦ ହେବା ହୁଏତ ଏକ ଦୁର୍ଭାଗ୍ୟ ବୋଲି ପ୍ରତୀତ ହୋଇପାରେ, ମାତ୍ର ତାହାକୁ ଠିକ ତାର ବିପରୀତ ବୋଲି ଜାଣି ରଖିବାକୁ ହବ। ଏହା ପ୍ରକୃତିରେ ଏକ ଅନନ୍ତ କରୁଣା ପରି କାର୍ଯ୍ୟ କରୁଥାଏ। ତେଣୁ ଯେତେବେଳେ ଶୁଦ୍ଧ ପ୍ରେମର ଶକ୍ତି, ଯୋଉଟା କି ଅଦ୍ଭୁତ ଶକ୍ତି ଏବଂ ଯାବତୀୟ ଅଭିବ୍ୟକ୍ତି ସେଇଥିପାଇଁ ହେଇଛି, ତାକୁ ପରିପୂର୍ଣ୍ଣ ଏବଂ ମୁକ୍ତ ଭାବରେ ପ୍ରକାଶିତ ହେବା ପାଇଁ ପ୍ରକାଶିତ ହେବାକୁ ଯେତେବେଳେ ଆରମ୍ଭ କରେ, ସେତେବେଳେ ସତେ ଯେପରି କେତେ କେତେ ପରିମାଣର ବସ୍ତୁମାନ ସଙ୍ଗେ ସଙ୍ଗେ ପେଶୀ ହୋଇ ଚୂନା ହୋଇଯାଉଥାଏ। ସେମାନେ ତାହାକୁ ଆଦୌ ସହ୍ୟ କରିପାରନ୍ତି। ବିରୋଧୀ ଶକ୍ତିର କାର୍ଯ୍ୟ ଯଦି ଥିବ, ସେ ସହ୍ୟ କରିପାରିବନି। ଏକା ବେଳକେ ଚୂନା ହୋଇଯାଆନ୍ତି, ତାପରେ ସବୁ କିଛି ବନ୍ଦ ହେଇଯାଏ। ଯେତେବେଳେ ବନ୍ଦ ହେଇଗଲା, ମା ଲେଖୁଛନ୍ତି, ତାହାକୁ ତୁମେ ବିପରୀତ ବୋଲି ଜାଣି ରଖ। କୋଉ ବିପରୀତ? ନା, ଲୋକ ଭାବନ୍ତି ଏଇଟା ଦୁର୍ଭାଗ୍ୟ। ଏଇଟା ଦୁର୍ଭାଗ୍ୟ ନୁହେଁ, ଏଇଟା ଦୁର୍ଭାଗ୍ୟର ବିପରୀତ। ଏହା ପ୍ରକୃତିରେ ଏକ ଅନନ୍ତ କରୁଣା ପରି କାର୍ଯ୍ୟ କରିଥାଏ। ଆମେ ପ୍ରଚେଷ୍ଟା ରଖିବା ଆମ ଭିତରେ ଯେପରି ସେ ପ୍ରସ୍ତୁତ ଚୈତ୍ୟ ସତ୍ତା ପରିପ୍ରକାଶ ହୁଅନ୍ତୁ ଏବଂ ଚୈତ୍ୟ ସତ୍ତା ଭାଇ ଦ୍ୱାରା ଆମେ ପରିଚାଳିତ ହଉ। ମା, ଆଉ ଥରେ ଟିକେ କହିଲ, ଯୋଉ କଣ କହିଲ ବିପରୀତ ଟା କିଛି ବୁଝି ହେଲାନି। ହଁ, ଯେ ଆମେ କହୁ ଏଇଟା ଯେ ଆମ ପାଇଁ ଦୁର୍ଭାଗ୍ୟ ବୋଲି। ଯେତେବେଳେ କହୁଛନ୍ତି, ସେତେବେଳେ ସତେ ଯେପରି କେତେ କେତେ ପରିମାଣର ବସ୍ତୁମାନ ସଙ୍ଗେ ସଙ୍ଗେ ପେଶୀ ହୋଇ ଚୂନା ହୋଇଯାଉଥାଏ। ସେମାନେ ତାହାକୁ ଆଦୌ ସହ୍ୟ କରିପାରନ୍ତି ନାହିଁ। ଯେତେବେଳେ ଶୁଦ୍ଧ ପ୍ରେମ ଆମ ଭିତରେ ପରିପ୍ରକାଶ ହବ, ଯେତେବେଳେ ସେ ଅବତରଣ କରିବ, ସେତେବେଳେ ଅନ୍ୟାନ୍ୟ ଅନେକ ବସ୍ତୁ ତା ସହିତ ପେଶୀ ହେଇଯାଏ। ତାକୁ ଆମେ ସହ୍ୟ କରିପାରନ୍ତି ନାହିଁ, ଆଉ ଏକା ବେଳେ ଚୂନା ହେଇଯାଇଥାଏ। ତାପରେ ସବୁ କିଛି ବନ୍ଦ ହେଇଯାଏ। ଆମର ଯୋଉ ଯାବତୀୟ
ଅ, ବ୍ୟକ୍ତିଗତ କାର୍ଯ୍ୟ ଯୋଉଗୁଡା କି ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବହନ କରୁଥିଲା ସେଗୁଡାକ ବନ୍ଦ ହେଇଯାଏ, ସେତେବେଳେ ଆମେ ଭାବୁ ଯେ ଆମ ପାଇଁ ଦୁର୍ଭାଗ୍ୟ ଆସିଗଲା ବୋଲି। ମା କହୁଛନ୍ତି ପ୍ରକୃତରେ ତା ବିପରୀତ ବୋଲି ଜାଣି ରଖ। ଏହା ପ୍ରକୃତିରେ ଏକ ଅନନ୍ତ କରୁଣା ପରି କାର୍ଯ୍ୟ କରିଥାଏ। ଆମର କଣ ହୁଏ, ଆମେ ଯୋଉ ଯୋଉ ଗୁଡାକୁ ଭର୍ଚୁ କହୁଛୁ ବା ଭଲ ଗୁଣ ବୋଲି କହୁଛୁ, ଯୋଉ ଯୋଉ ଗୁଡାକୁ ଆମ ପାଇଁ ଭଲ ବୋଲି ଆମେ ଭାବୁଛୁ, ଯେତେବେଳେ ଶୁଦ୍ଧ ପ୍ରେମ ଆମ ଭିତରେ ଆସି ପ୍ରକାଶିତ ହବ, ସେତେବେଳେ ଏଇ ଯୋଉ ବାହ୍ୟ ଆସକ୍ତି ବଶତଃ ଆମ ଭିତରେ ଯୋଉ ଯୋଉ ଘଟଣା ଗୁଡିକ ଘଟେ, ସେଗୁଡାକ ଆମ ପାଇଁ ସବୁ ଭାଙ୍ଗିଯିବ। ଆମେ ଯେମିତି କହନ୍ତିନି, ଆମ ଭିତରେ ଗୋଟେ ଥାଏ, ତୁ ମତେ ଫୋନ କରୁନୁ କାହିଁ, ତ ମତେ ଦିନେ ତ ଫୋନ କରୁନୁ, ମତେ ତ ମନେ ପକଉନ, ଆମେ ଏମିତି ସବୁ ଡାଇଲଗ ଦଉ, ନାଇଁ କି? ଏଇ ସବୁ ସେ ସବୁ ଡାଇଲଗ ଗୁଡାକ ଅ, ସାଧାରଣତଃ ହଉଛି ନିମ୍ନ ପ୍ରାଣର ପ୍ରକୃତି ଗୁଡାକ, ନିମ୍ନ ପ୍ରାଣର ପ୍ରକୃତି। ଯେତେବେଳେ ଶୁଦ୍ଧ ପ୍ରେମ ତମ ଭିତରେ ଆସିବ, ସେତେବେଳେ ଆମର ଯୋଉ ଅନ୍ୟମାନଙ୍କ ପ୍ରତି ଅ ବେଳେ ବେଳେ କୁହନ୍ତି ଭଲ ପାଇବାକୁ ଦେଖେଇବାକୁ ପଡେ, ସେତେବେଳେ ଆଉ ଦେଖେଇ ହବନି। ସେତେବେଳେ ଆପଣ ଏମିତି ଏକ ପ୍ରକାଶରେ ବା ଏମିତି ଏକ ଜୀବନ ବଞ୍ଚୁଥିବେ, ଯୋଉଠି କି ଆପଣଙ୍କ ଭିତରେ ଯେମିତି କଥାରେ କହନ୍ତି କୌଣସି ଭାବଗତ ଯୋଉ ତଥାକଥିତ ଲୋକଙ୍କର ଯୋଉ ଭାବଗତ ରିଆକ୍ସନ ଥାଏ, ସେ ରିଆକ୍ସନ ଆପଣଙ୍କର ଆସିବନି। ଯେତେବେଳେ ନ ଆସିବ, ତ ଆପଣଙ୍କୁ ବେଶୀ ଥର କଣ, ମତେ ସମସ୍ତେ ପାଷାଣ ହୃଦୟ କହୁଛନ୍ତି, ମୁଁ କିଛି ଅ ମାନେ ବ୍ୟକ୍ତ କରିପାରୁନି ଯୋଉଟା ବାହାର ଆକାରରେ ଆମେ ଯୋଉଟା ଭଲ ପାଇବା ବୋଲି ଭାବୁ, ଆମେ ଯୋଉଟାକୁ ଠିକ ବୋଲି ଭାବୁ, ସେଇ ପ୍ରକାରର କିଛି ନଥିବ। ଯେମିତି ଦେଖନ୍ତୁ, ମନେକର ଯେ ଗୋଟେ ବ୍ୟକ୍ତି, ଗୋଟେ ଛୋଟିଆ କଥାଟେ କହୁଛି, ମନେକର ଯେ ଗୋଟେ ବ୍ୟକ୍ତି ମରିଯାଇଛି, ତମେ ସେଠି ନ କାନ୍ଦିକିରି ଚୁପ ଠିଆ ହେଇଛ, କିନ୍ତୁ ଆରାମରେ ଠିଆ ହେଇଛ, ଆନନ୍ଦ କିଛି ନାହିଁ। ଆପଣଙ୍କ ମାନେ ଦୁଃଖର ଲେଶ ମାତ୍ର ଆପଣଙ୍କର ରେଖା ଆସିନି ମୁହଁରେ। ଆପଣଙ୍କ ଘରେ ନିଜର ଅ, କିଏ ଚାଲି ଯାଇଛନ୍ତି, ନିଜର କିଏ ଚାଲିଛନ୍ତି, ସେଠି ଅନ୍ୟ ଲୋକମାନେ ଆପଣଙ୍କୁ କଣ କହିବେ? କି ଗୋଟେ କିଭଳିଆ ପିଲାଟା, କିଭଳିଆ ଲୋକଟା, ଗୋଟେ କିଛି ତା ଭିତରେ କାନ୍ଦ ନାହିଁ, ଦୁଃଖ ନାହିଁ, ଯେମିତି ଇଏ ମରିଗଲେ ଭାରି ଖୁସିରେ ତ ବୁଲୁଛି, କାହିଁ ହସ ହସ ସ୍ମିତ ହାସ୍ୟ ରହିଛି। ଯେତେବେଳେ ଶୁଦ୍ଧ ପ୍ରେମ ଆସିବ, ଏଗୁଡାକର ଅର୍ଥ ବୁଝି ହେଇଯିବ। ତେଣୁ ବାହ୍ୟ ଯୋଉ ଆମର ପ୍ରତୀତ ରହିଛି, ପ୍ରକୃତି ରହିଛି, ସେଗୁଡା ସବୁ ଆଉ ପରିପ୍ରକାଶ ହବ। ସେତେବେଳେ ଲୋକ ଯେତେବେଳେ ଏତେ ଆମକୁ କହନ୍ତି, ସେ ସମୟରେ ଲୋକ ନିଜ ଉପରେ ସନ୍ଦେହ କରନ୍ତି ଯେ ମୋର ବୋଧେ ଦୁର୍ଭାଗ୍ୟ ଘଟିଗଲା, ମୋର ଗୋଟେ କଣ ଗୋଟା ଘଟି ଯାଇଛି। ତେଣୁ ସେଇଟାକୁ ସେମାନେ ଆକ୍ଚୁଆଲି ବୁଝିବା କଥା ଯେ ଏଇଟା ହଉଛି ଆକ୍ଚୁଆଲି ବିପରୀତ। ଆମ ଭିତରେ ଅନନ୍ତ କରୁଣା କାର୍ଯ୍ୟ କରୁଛି, ତେଣୁ ଆମ ଭିତରେ ଏକ ମୁକ୍ତି ଅବସ୍ଥା ଯୋଉଟା କୁହନ୍ତି, ଆସିଯାଇଥାଏ। ମା, ଥ୍ୟାଙ୍କ ୟୁ ଅଲ୍ ଓଭର।